ଅନୁରାଧା ଧାରାବାହିକରେ ଆପଣମାନେ ଦେଖିବେ ରିୟା କହିବେ ସତ କହ ତୁ ଏମଦି କେଉଁଠୁ ପାଇଲୁ? ତୁ ଏମଦି ନିଶ୍ଚୟ ଅଲଗା କେଉଁଠୁ ପାଇଛୁ। ଆଉ ଏଠି ଆସି ମିଛ କହୁଛୁ। ଗାୟତ୍ରୀ କହିବେ ରିୟା ଗୋଟେ ଛୋଟ ପିଲା ସହିତ କେମିତି ବ୍ୟବହାର କରାଯାଏ ତୋତେ କ'ଣ ଶିଖାଇବାକୁ ପଡ଼ିବ? ରିୟା କହିବେ ଆପଣ ବୁଝୁନାହାନ୍ତି ମାମା। ଆଜିଠୁ ତାକୁ ଶାସନ ନ କଲେ ତାହେଲେ ଆହୁରି ମିଛ କହିବ। ସତ କହ ସେ ମଦି କେଉଁଠୁ ପାଇଲୁ? ରାଜ କହିବେ ତମେ ରିଷିକୁ ଡରଉଛ କ'ଣ ପାଇଁ? ରିୟା କହିବେ କାହିଁକିନା ସେ ମିଛ କହୁଛି। ଆନିଶା କହିବେ ରିୟା ତମକୁ ଏମିତି କାହିଁକି ଲାଗୁଛି ଯେ ରିଷି ମିଛ କହୁଛି? ରିୟା କହିବେ କାହିଁକିନା ମୁଁ ମଦିକୁ ସବୁ ଜାଗାରେ ଖୋଜିକି ଦେଖିଛି ହେଲେ ମୋତେ ତ କେଉଁଠି ବି ମିଳିଲାନି। ହେଲେ ରିଷି କେମିତି ପାଇଗଲା? ଗାୟତ୍ରୀ କହିବେ ରିୟା ବେଳେ ବେଳେ ଖୋଜୁଥିବା ଜିନିଷ ସେଇଠି ଥାଏ ହେଲେ ନିଜର ନଜରକୁ ଆସିନଥାଏ। ସେମିତି ତୋ ନଜରକୁ ଆସିନଥିବ। ରିୟା କହିବେ ହେଲେ ମାମା ଏମିତି କେମିତି ହୋଇପାରିବ? ରିଷି ଯେଉଁ ଜାଗାରୁ ମଦି ପାଇଛି ସେଇଠି ମୁଁ ଭଲ ଭାବରେ ଖୋଜିଛି ମୋତେ ତ ମିଳିଲାନି। ଆନିଶା କହିବେ ତମେ ଏତେ ଜୋରରେ କହୁଛ କ'ଣ ପାଇଁ? ଏମିତି ହୋଇନଥିବ ଯେ ତମେ ନିଜେ ସେ ମଦିକୁ କେଉଁଠି ଗୋଟେ ରଖିଦେଇଥିଲ ଆଉ ରିଷି ସେଇ ମଦିକୁ ଖୋଜି ନେଇ ଆସିଛନ୍ତି। ରିୟା କହିବେ ତମେ କ'ଣ କହିବାକୁ ଚାହୁଁଛ? ଅନିଶା କହିବେ ମୁଁ କ'ଣ କହିବାକୁ ଚାହୁଁଛି ତମେ ବେଶ ଭାବରେ ଜାଣିପାରୁଛ। ହେଲେ ତମେ ମଦିକୁ ଖୋଜୁଥିଲା ବେଳେ ପାଇଲା ପରେ ଖୁସି ହେବା କଥା। ହେଲେ ରିଷିକୁ ଡରଉଛ କ'ଣ ପାଇଁ? ରିୟା କହିବେ ତମେ କହିବାର ସୀମା ଟପି ଯାଉଛ ଆପା। ଆନିଶା କହିବେ ଆଉ ତମେ କ'ଣ କରୁଛ? ରିୟା କହିବେ ମୁଁ ତମ ସହ ଯୁକ୍ତି କରିବାକୁ ଚାହୁଁନି। ତୁ ଆଜି ମିଛ କହିକି କିଛି ଠିକ୍ କରିଲୁନି ରିଷି ତାପରେ ଚାଲିଯିବେ। ଗାୟତ୍ରୀ କହିବେ ରାଜକୁମାର ହାତରେ ମଦି ଦେଖି ରିୟା ଏମିତି କ'ଣ ପାଇଁ ରିଆକ୍ଟ କଲା? ମୋନା କହିବେ ନାଇଁ ଆଣ୍ଟି ସେମିତି କିଛି ନାହିଁ। ଏ ମଦିଟା ରିୟାକୁ ରାଜ ଦେଇଥିଲେ। ଆଉ ତମେ ତ ଜାଣିଛ ରିୟା ରାଜକୁ କେତେ ଭଲ ପାଆନ୍ତି। ଏପଟେ ରିୟା କହିବେ ତାକୁ ଛାଡ଼ିବିନି ସେ ମୋତେ ବଡ଼ ମିଛ କଥା କହିଲା। ଏହି ସମୟରେ ମୋନା ଆସି କହିବେ ତମକୁ ବାରମ୍ବାର ସାବଧାନ କଲା ପରେ ବି ତମେ ଏମିତି ଭୁଲ କ'ଣ ପାଇଁ କରୁଛ? ଭୁଲ କରିବା ପୂର୍ବରୁ ଭାବିକି ଦେଖ ରିୟା। ରିୟା କହିବେ କ'ଣ ଭାବିବି ମୋନା? ଏଣିକି ବକଟେ ଛୁଆ ମୋତେ ମିଛ କହୁଛି। ମୋନା କହିବେ ତମେ ତାକୁ ଗାଲି ଦେଇ କେଉଁଟା ଲାଭ କରିଲ? ବରଂ ସମସ୍ତଙ୍କ ସନ୍ଦେହ ତମ ଉପରକୁ ଚାଲି ଆସିଲା। ଆଉ ଯୋଇଟା ତମେ ଚାହିଁଲେ ବି ଭୁଲ କରିପାରିବନି। ରୀନା କହିବେ ମୁଁ ତ ଏ ଯାଇ ବୁଝିପାରୁନି ସେ ପିଲାଟା ମଦି ସେଠି ଥିଲା ବୋଲି କେମିତି ଜାଣିକି ଆଣିଲା? ଆମେ କଥା ହେଲା ବେଳେ ସେ ଆମ କଥା ଶୁଣିଲାନି ତ? ଏ ବିଷୟରେ ସମସ୍ତଙ୍କୁ କହିଦେ ତାହେଲେ କ'ଣ ହେବ? ମୋନା କହିବେ ନା ମୋତେ ଲାଗୁନି ସେ କିଛି ଶୁଣିଥିବ ବୋଲି। ସେ ତ ଛୋଟ ଛୁଆ ସେ ଶୁଣିଥିଲେ ସମସ୍ତଙ୍କୁ ସତ କଥା କହିଦେଇଥାନ୍ତା। ଆଚ୍ଛା ରିୟା ସେ ମଦି କେଉଁଠି ଥିଲା? ରିୟା କହିବେ ମୁଁ ତକିଆ ତଳେ ରଖିଦେଇଥିଲି। ବୋଧେ ଲାଗୁଛି ରିଷି ସେ ରୁମ୍କୁ ଯାଇଥିଲା ଓ ତକିଆ ଟାଣିଲା ବେଳେ ଦେଖିଛି। ରୀନା କହିବେ ଏଠିକି ଛୁଆ ତା ମୁଣ୍ଡରେ କେତେ ବୁଦ୍ଧି ଦେଖ ସମସ୍ତଙ୍କ ଆଗରେ ମଦି ନେଇ ପହଞ୍ଚିଗଲା। ରିୟା କହିବେ ସତରେ ମୁଁ ଆଉ ସେସବୁ କିଛି ସହିପାରୁନି ମୋନା। ମୁଁ ବାରମ୍ବାର ଚେଷ୍ଟା କଲା ପରେ ବି ସେ ଅନୁଠାରୁ ହାରି ଚାଲିଛି। ରୀନା କହିବେ ମ୍ୟାଡ଼ାମ୍ ଏମିତି ଅଧୈର୍ଯ୍ୟ ହେଲେ କେମିତି ଚଳିବ? ଏବେ ଯାଇ ତ ଅସଲ କାମ ବାକି ଅଛି। ରିୟା କହିବେ ମୋତେ ଯେମିତି ବି ହଉ ସେ ରୁମ୍କୁ ଆଉ ଥରେ ଯିବାକୁ ହେବ। ମୁଁ ସେ ପ୍ରମାଣକୁ ଆଣିବାକୁ ପଡ଼ିବ। ଏପଟେ ଆନିଶା ଆସି କହିବେ ମାମା ଆପଣ ପୁଣି ରିୟା କଥା ଭାବି ଚିନ୍ତାରେ ବସିଛନ୍ତି। ଗାୟତ୍ରୀ କହିବେ ଘରେ କେତେ ଅଶାନ୍ତି ଲାଗି ରହିଛି କେମିତି ଭଲ ଲାଗିବ? ଅନିଶା କହିବେ ହେଲେ ଆପଣ ବ୍ୟସ୍ତ ହେଲେ ଆମକୁ କିଏ ସମ୍ଭାଳିବ? ୟା ଭିତରେ ଆପଣ ପୁରାପୁରି ଭୁଲି ଯାଉଛନ୍ତି ମାମା କାଲି ହେଉଛି ରାକ୍ଷୀ ପୂର୍ଣ୍ଣିମା। ୟଶ କହିବେ ରାଜ ଘରକୁ ଫେରିବା ପରଠୁ ଏ ଘରେ ଅଶାନ୍ତି ଲାଗି ରହିଛି। ଏମିତି ହେଲେ ତା ଦେହ ଭଲ ହେବା ବଦଳରେ ସେ ଆହୁରି ଚିଡ଼ଚିଡ଼ା ହେଇଯିବ। ଅନୁ ଆସି କହିବେ ହଁ ମାମା ଆପଣ ତ କହିଥିଲେ ରାଜବାବୁଙ୍କ ସହ ଆମେ ସ୍ୱାଭାବିକ ବ୍ୟବହାର କରିବା ତାହେଲେ ସେ ଶୀଘ୍ର ସୁସ୍ଥ ହୋଇଯାଇପାରିବେ। ଆନିଶା କହିବେ ମାମା କାଲି ଆମେ ରାକ୍ଷୀ ପୂର୍ଣ୍ଣିମାକୁ ଭଲ ଭାବରେ ସେଲିବ୍ରେଟ୍ କରିବା। ଆଉ ଦେଖିବେ ଆମେ ଧୁମଧାମରେ ରାକ୍ଷୀକୁ ପାଳନ କରିବା। ଗାୟତ୍ରୀ କହିବେ ଅନୁ ତୁ ଅଭିକୁ ଘରକୁ ଡାକିଛୁ ନା ନାହିଁ?
ଅନୁ କହିବେ ହଁ ହଁ ମୁଁ ତାକୁ ଫୋନ୍ କରିଦେଇଛି। ଏପଟେ ରିୟା କହିବେ ତମେ ଜାଣିଛ କାଲି ରାକ୍ଷୀ ପୂର୍ଣ୍ଣିମା। ସେ ରିଷି ହାତରେ ଅନୁ ରାକ୍ଷୀ ପିନ୍ଧେଇବ। ମନା କହିବେ ଏଥିରେ କହିବାର କ'ଣ ଅଛି? ରିଷି ଅନୁର ଭାଇ, ସେ ତାକୁ ବହୁତ ଭଲ ପାଏ। ରିୟା କହିବେ ତମେ ବୁଝୁନ, ତାଙ୍କ ଭିତରେ ଏମିତି ଭଲ ପାଇବା ବଢ଼ିବ ତାହେଲେ ଆମ ପାଇଁ ଅସୁବିଧା ପଡ଼ିବ। ମନା କହିବେ ରିୟା ଏମିତି ଅଧୈର୍ଯ୍ୟ ନ ହୋଇ ମୌକାର ଫାଇଦା ଉଠାଇବାକୁ ଚେଷ୍ଟା କର। ଆଉ ଅନୁ କାମରେ ବ୍ୟସ୍ତ ଥିବା ବେଳେ ତମେ ତା ରୁମ୍କୁ ଯାଇ ପ୍ରମାଣ ଆଣିବାକୁ ଚେଷ୍ଟା କର। ତମେ ସମୟକୁ ଅପେକ୍ଷା କର, ଦେଖିବ ସମୟ ତମକୁ ସୁଯୋଗ ନିଶ୍ଚୟ ଦେବ।